ସାର୍ କ'ଣ କହିବେ ଭାଇନା ଜଣେ ଥିଲେ କହିଲେ ମଦ ପିଇକି ଉଡ଼େଇ ଦେଉଛନ୍ତି ସାର୍ କହିଲେ ମାଗଣା ମିଳିଲେ ପିଇବୁ ନହେଲେ ପିଇବୁ ନାହିଁ ଆପଣଙ୍କ କଥା କ'ଣ ଓଡ଼ିଶାରୁ ମଦ ବନ୍ଦ ହେବା ନାଇଁ ମଦ ଓଡ଼ିଶାରୁ ବନ୍ଦ ହେବା ନିହାତି ଜରୁରୀ କାହିଁକିନା ଏଇଟା ହେଉଛି ଆମ ଜଗନ୍ନାଥ ସଂସ୍କୃତିର ଓଡ଼ିଶାର ମୁଖ୍ୟ ଇଏ ତେଣୁ ଏଇଟା ବହୁତ ଅପରାଧ ବହୁତ ଖୁନ ମର୍ଡର ଆସାମୀ ବହୁତ ବିଭିନ୍ନ ପ୍ରକାର ଚାଲିଛି ବିଭିନ୍ନ ପ୍ରକାର କେଳଙ୍କାରୀ ରାସ୍ତା କଡ଼ରେ ବି ମଦ ପିଇକିରି ପଡ଼ୁଛନ୍ତି ତେଣୁ ଏଇଟା ଓଡ଼ିଶାରୁ ନିଶ୍ଚିନ୍ତ ଭାବରେ ଏଇଟା ତୁରନ୍ତ ମୁକ୍ତ ହେବା ଦରକାର ମଦ ଆପଣ କେବେ ଟିକେ ଟିକେ ପିଅନ୍ତି ସତ କେବେ ପିଇନି ଆମେ ହେଉଛୁ ନିରାମିଷ ଲୋକ ଆପଣ ପାନୁଆ ଆଜ୍ଞା ପାନ ମୁଁ ଖାଏ ଭାଇନା ହେଲେ ପାନୁଆ ନଟ ମଦୁଆ ପାନ ଖାଏ ତେଣୁ ମୁଁ ଭଗବାନଙ୍କୁ ଜଗନ୍ନାଥଙ୍କ ପରେ ପ୍ରାର୍ଥନା କରୁଛୁ ଆମର ନୂଆ ମୁଖ୍ୟମନ୍ତ୍ରୀ ଆସିଛନ୍ତି ସେ ମଦ ବନ୍ଦ କରିଦେଲେ ଆମେ ଓଡ଼ିଶାବାସୀ ଖୁସି ହେବୁ ଏଇଠି ଭାଇନା ସାର୍ କହନ୍ତି ନୂଆ ମୁଖ୍ୟମନ୍ତ୍ରୀ ମଦ ବନ୍ଦ କରିଦେବେ ଆପଣ କରିବେ କ'ଣ ମଦ ନ ମିଳିଲେ ଏଇଠି ବସି କଥା ହେବା ଯେତେବେଳେ ମଦ ନ ମିଳିବ ତେବେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ ନାହିଁ ମୁଣ୍ଡ କାହିଁ ଟିଣ ହବ ଆପଣ କହନ୍ତି ମଦ ପିଉଛନ୍ତି ଯେତେବେଳେ ନ ମିଳିଲେ ବାୟା ଭଳିଆ ଲାଗିବନି କାହିଁକି ଇଏ ଭଲ କଥା ମୁଣ୍ଡ ଯଦି ବାୟା ନ ହେଲା ଭଲ କଥା ମଦ ବନ୍ଦ ହେଇଯାଉ ହଁ ମଦ ବନ୍ଦ ହେଇଯାଉ ଆଉ ଆପଣ ଯେଉଁ ମଝିରେ ମଝିରେ ନେଉଛନ୍ତି ସେଇଟା ପୁଣି ଆସ୍କା ନେଇଯିବୁ ଆମେ ବା ଶିବ ମଦ ଆସ୍କା ମାନେ ଆପଣ ସତ କହିବେ ଡେଲି ଆସ୍କା ଫଟିଯାଏ ନା ମାସକୁ ଥରେ ସେଟା ମୁଁ ମଦ ଫଦ ପିଏନି ଆଉ ଏବେ କହୁଥିଲେ ମୁଁ ସେମିତି କହିଲି ଦେବୁ ନା ମୁଁ ଭାଇ ନା ଲାଷ୍ଟ କଥା ହଁ ମଦ କ'ଣ ପିଇବା ଦରକାର ଭାଇ ମଜା କରୁଥିଲେ ହଁ ଏଇଠି ବୁଲିଯିବା ସାର୍ ମଦ ପିଇବା ଠିକ୍ ନା ଭୁଲ ଭୁଲ ଆପଣ ମଦ ପିଅନ୍ତି ନା ମୁଁ ମଦ ପିଏନି କେବେ ପିଇନାହାନ୍ତି ଆପଣ ସାର୍ ମଦ ପିଅନ୍ତିନି ବୋଲି କହିଲେ ନା ମଦ ପିଇବା କିନ୍ତୁ ମଦ ବିକ୍ରି ବନ୍ଦ ହେଇଗଲେ ଓଡ଼ିଶାରେ ଭଲ ହେବ ଭଲ ହେବ କିନ୍ତୁ ଯେଉଁ ରାଜସ୍ୱ ଆସୁଛି ହଜାର ହଜାର କୋଟି ଟଙ୍କାର କ'ଣ ହେବ ସେଥିରେ ନ ଆସୁ କିନ୍ତୁ ମଦ ବନ୍ଦ ହେବା ଦରକାର ହଁ ଆଚ୍ଛା ମଦ ବନ୍ଦ ହେଇଗଲେ ଆପଣ ଖୁସି ହେବେ ହଁ ଖୁସି ଆପଣ ଟିକେ ଟିକେ ନେଉଥିବେ ବେଳେ ବେଳେ ନେଉଥିବେ ଆମେ ନଉ ଟିକେ ଟିକେ ଅଧିକା ନେଇ ସେଇ ଯେଉଁ ଟିକେ ଟିକେଟା ଯେତେବେଳେ ନ ମିଳିବ ମନଟା ଦୁଃଖ ହେବନି କିଛି ହବନି ସେ ଯେଉଁ ପାଟି କେମିତି ଲାଗେ ପିଇଦେଲା ପରେ ମୁଣ୍ଡଟା ଛାତିଟା ମହାରାଜ ଭଳିଆ ଯେଉଁ ଫିଲିଙ୍ଗସଟା କିଏ ଦେବ ମଦ ଯାହାକୁ ପିଉଥିବ ସିଏ ପିଇଲେ ସିନା ଇଏ ହବ ଭାଇ ମୋ ଆଖି ଆଚ୍ଛା ହଉ କୁହନ୍ତୁ ମଦ ଯିଏ ମଦ ପିଉଥିବ ତାକୁ ସିଏ ତାକୁ ଇଏ ହବ ଆପଣ କିନ୍ତୁ ମଦ ପିଅନ୍ତି ମଦ ଆପଣଙ୍କୁ ପିଏନି ଭାଇନା କହନ୍ତି ମଦକୁ ସିଏ ପିଅନ୍ତି ମଦ ତାଙ୍କୁ ପିଏନି ହଉ କ'ଣ କହିବେ ଭାଇନା ମଦ ବନ୍ଦ କରିବା ଦରକାର ନା ନାଇଁ ଭାଇ ମଦ ବନ୍ଦ କରିଦିଅ ବନ୍ଦ କରିବା ଯେଉଁ ରାଜସ୍ୱ ଆସୁଛି ସେ ପଇସା ଦେବ କିଏ ମଦ ବନ୍ଦ ହେଲେ ଗଭର୍ଣ୍ଣମେଣ୍ଟ ଭାଙ୍ଗିଯିବ କୁନାଇ କହ ନାଇଁ କ'ଣ କହିବେ ମଦ ଯଦି ବନ୍ଦ ହେଇଯିବ କ'ଣ ଭଲ ଭଲ ଆପଣ ତ ବେଳେ ବେଳେ ନିଅନ୍ତି ଢୋକେ ଢୋକେ ଆମର ସେ ସବୁ ଆଜ୍ଞା ଚଳେ ପାନୁଆ ଆଉ ଆମର ହସୁଛି ପାନ କାନ୍ଦୁଛି ଚା ଆଜିର କଥା ଆଜିର ବିଷୟବସ୍ତୁ ହସୁଛି ପାନ କାନ୍ଦୁଛି ଚା କାହିଁକି ନା କ୍ଷୀର ଲିଟର ଯାହା ହେଲାଣି ଭାଇନା ଚା ପିଇବା ପାଇଁ ଅମଙ୍ଗ ନାଲି ଚାରେ ଚଳାଉଛନ୍ତି କିନ୍ତୁ ପାନ ହସୁଛି କାହିଁକିନା ସବୁବେଳେ ପାଇଁ ତ ଲିପଷ୍ଟିକ୍ ନ ଲଗେଇବି ତାଙ୍କ ଓଠକୁ ଦେଖ ପାଖକୁ ଆଣ ଓଠ ନାଲିଆ ନାଲିଆ ହଁ ହଉ ଏଇଠି କଥାକୁ ଯିବା ଏଇଠି ବୁଲିକି କାର୍ଯ୍ୟକ୍ରମ ଶେଷ କରିବା ଆଚ୍ଛା ଦିଦି ମଦକୁ ବନ୍ଦ କରିବା ଦରକାର ନା ଚାଲୁ ରଖିବା ଦରକାର ନାଇଁ ସାର୍ ମଦ ଆମ ଓଡ଼ିଶାରେ ପୁରା ଟୋଟାଲ ବନ୍ଦ ହେଇଯିବ କାହିଁକି ବନ୍ଦ ହବ ତମେ ମଦ ପିଅ ନାହିଁ ନାଇଁ ମୁଁ ସାର୍ ତମେ ମଦ ପିଉନ ବୋଲି କହୁଛ ମଦ ବନ୍ଦ ହବ ମଦ ପିଇଲେ ଘରେ ଅଶାନ୍ତି ସୃଷ୍ଟି ହେଉଛି ସାର୍ ସ୍ୱାମୀ ସ୍ତ୍ରୀ ଭିତରେ କଳି ଝଗଡ଼ା ହେଉଛି କି ଭାଇ ଭାଇ ଭିତରେ ହଣା ମରା ହେଉଛି ବହୁତ ସୁନ୍ଦର କଥା ଆମେ ସମସ୍ତେ କହିବା ଆଉ ଥରେ ଯେ ମଦ ବିକ୍ରି ବନ୍ଦ ହଉ ମଦ ବିକ୍ରି ବନ୍ଦ ହଉ ସମସ୍ତେ ଏକସ୍ୱରରେ କହିବା କିନ୍ତୁ ରାଜସ୍ୱ ଗଲେ ଗଲା হ্যাঁ ଆମ ମୋହନ ବାବୁ ଅଛନ୍ତି କୌଣସି ନା କୌଣସି ଉପାୟରେ ଦିମାଗ ଲଗାଇଦେବେ ସେ ପଇସା ଗୁଡ଼ିକ କିଭଳି ଭାବରେ ମାନେ ଆସିବ ଦାୟିତ୍ୱ ତାଙ୍କର ମନ୍ତ୍ରିମଣ୍ଡଳ ତାଙ୍କର ସବୁକିଛି ଖେଳ କରିବେ ସିଏ ଏଇଠି ବୁଲିଯିବା ସାର୍ ମଦ ବିକ୍ରି ବନ୍ଦ ହେବା ଦରକାର ନା ଚାଲିବା ଦରକାର କେଉଁଟା ମଦ ବନ୍ଦ କଥା ହେଉଛି ଆପଣ ବେଳେବେଳେ ଯେଉଁ ନିଅନ୍ତି ଟିକେ ଟିକେ ସେଇଟା କେମିତି ହେବ ବନ୍ଦ ହେଇଗଲେ ଆଉ ହେଇପାରିବ ହଁ ଆପଣ ଯେତେବେଳେ ବେଳେବେଳେ ଟିକେ ନିଅନ୍ତି ସେ ମଦଟା ଆଉ କ'ଣ ମିଳିବ ବନ୍ଦ ହେଇଗଲା ପରେ ଆପଣ ଖୋଜିବେ ନାଇଁ ବନ୍ଦ ହେବନି ବନ୍ଦ ବେଶୀ ଚାଲିବ ନାଇଁ ବାସ୍ନା କାହିଁ ହେଉଛି ନାଇଁ ବେଶୀ ନା ବାସ୍ନା ହେଉଛି ସକାଳର ନା କାଲି ରାତିର ମାରିଛ ହଉ ଆପଣଙ୍କ ନଜରରେ ମଦ ବିକ୍ରି ଚାଲିବା ଦରକାର ନା ବନ୍ଦ ହେବା ଦରକାର ମଦ ହବ କେମିତି ଯାହା ବି ହଉ କିନ୍ତୁ ଚାଲିବ କେମିତି ତାହେଲେ ଚାଲିବା ଦରକାର ଆଉ ଯଦି ରାଜସ୍ୱ ଗଭର୍ଣ୍ଣମେଣ୍ଟ ରାଜସ୍ୱ ହରେଇ ଦେବ ଭାବିଲା ନା ମାନେ ଆପଣ ରାଜସ୍ୱ ଦେଉଛନ୍ତି ଆପଣଙ୍କ ପଇସାରେ ରାସ୍ତା ହେଉଛି ଆପଣଙ୍କ ପଇସାରେ ସ୍କୁଲ ହେଉଛି ଆପଣଙ୍କ ପଇସାରେ ସବୁ ତିଆରି ହେଉଛି ତେବେ ଆପଣ ଯଦି ମୋହନ ବାବୁ ଆଉ ନବୀନ ବାବୁ ଖାଲି ପାଟିରେ ପଶି ଯାଉଛନ୍ତି କାହିଁକି କହିଲେ ଏଇ ଯେଉଁ ଦୀର୍ଘ 24 ବର୍ଷ ହେଲା ଛାଡ଼ ଆମେ ସାମ୍ବାଦିକତା ଏବେ କଲୁ ଯେଉଁ ବାରମ୍ବାର ନବୀନ ବାବୁ ଘୋଷି ଘୋଷି ପାଟିରେ ମୋହନ ବାବୁ ବଦଳରେ ନବୀନ ବାବୁ ପଶୁଛି ହଁ ହଉ ମୋହନ ବାବୁ ସାରଙ୍କ କଥା ହଁ ଗୁରୁତ୍ୱ ଦେବେ ମଦ ବନ୍ଦ ହେବା ଦରକାର କି ନାହିଁ ଆପଣଙ୍କ ଭିଉ ଦିଅନ୍ତୁ ମଦ ଯଦି ଟୋଟାଲି ବନ୍ଦ ହେଇଯିବ ଚୋରି ମଦ ତ ନଈକୂଳ ଧରିଗଲେ ସବୁବେଳେ ତ ମଦ ରନ୍ଧା ହେବ ରନ୍ଧା ହେବ ମଦକୁ ଆଉ ରାନ୍ଧିବେନି ରାନ୍ଧିବେ
ଆପଣ କାନ୍ଦିବେ ଲକଡାଉନ ଟାଇମ୍ରେ ଯେତେବେଳେ ମଦ ଭାଟି ବନ୍ଦ ହେଇଗଲା ବେପାର ହେଲାନି ହେଲା ଆଉ ଆପଣ ମଦ ଫାଇନ୍ ଆପଣ ଦିନକୁ କେତେ ଟଙ୍କା ମଦ ପିଅନ୍ତି ନାଇଁ ଡେଲି ଯେତେବେଳେ ମନ ହେଲା ସେତେବେଳେ ପିଇଲେ ତଥାପି? ଡେଲି କ'ଣ ଗୋଟେ ତଥାପି ମାସକୁ କେତେ ଟଙ୍କା ମଦ 10-50 ଟଙ୍କା ଭିତରେ 50 ଟଙ୍କା ମଦ ମିଳୁଛି ହଁ ଏଠି ବଡ଼ ହୋଟେଲରେ ଆମେ ଶୁଣିବାକୁ ମିଳୁଛି ଗୋଟେ 100 ଟଙ୍କା ଏ 72 ଟଙ୍କା ନେଉଛନ୍ତି 72 ଟଙ୍କା ଓହୋ ଯାହା ବି ହଉ 72 ଟଙ୍କା ହେଲେ ମାସକୁ କେତେ ହେଲା ହିସାବ କଲ ଡେଲି 72 ଟଙ୍କା ଇଣ୍ଟୁ 30 7 21 2200 ଟଙ୍କାର ମଦ ପିଇ ଦେଉଛନ୍ତି ତା ଦେହରୁ ରାଜସ୍ୱ ଯାଉଛି ହଁ ଯାହା କର ମୋହନ ବାବୁ ମନ୍ତ୍ରିମଣ୍ଡଳ ଭାଇନାଙ୍କ କଥାକୁ ଟିକେ ହୃଦୟରୁ ନେବ ମଦ ଯଦି ପୁରା ବନ୍ଦ କରିଦେବ ଯେତେ ସବୁ ଅଛନ୍ତି ହାର୍ଟ ଡ୍ରିଙ୍କର ଭାଇ କଲିଜା ହାର୍ଟ ବିଟ୍ ଷ୍ଟପ୍ ହେଇଯିବ ଧୀରେ ଧୀରେ ବନ୍ଦ କରିବା ହବନି କାହିଁ ବନ୍ଦ ହବନି ହେ ଏଇଠି ଜଣେ ଆସିଗଲେ ଭାଇ କାହିଁ ମଦ ବିକ୍ରି ବନ୍ଦ ହବନି ଦେଶ ଚଳିବ ତ ସରକାର ଚଳିପାରିବ ତ ମୋହନ ବାବୁ ସେ କଥା ବୁଝିବେ ମୋହନ ବାବୁ ନା ଆସ 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 ଛାଡ଼ିବାନି ଏଇଠି ଯେତେବେଳେ ଭାଇନା ଆସି କହିଲେ ଯେ ମଦ ବିକ୍ରି ବନ୍ଦ ଏମାନେ ଚାହୁଁନ୍ତି ମଦ ବିକ୍ରି ବନ୍ଦ ନ ହଉ କାହିଁକି କହିଲେ ଇଏ ଡେଲି ଗ୍ରାହକ ତେଣୁ ଆପଣ ଖରାପ ଭାବିବେନି କାହିଁକିନା ଯାହାର ଯେଉଁ ଅଭ୍ୟାସ ଭାଇ ଜଣେ ପାନ ଖାଆନ୍ତି ବୁଝିପାରିଲେ ଏଇ ଭାଇ ପାନୁଆ ତମେ ଯଦି ପାନ ବିକ୍ରି ବନ୍ଦ କରିଦେବ ଇଏ ମୁଣ୍ଡ ବାଡ଼େଇ ଦେବେ ନାହିଁ ମଦୁଆ ସବୁ ଭୋଟ ଦେଇଦେବେ ଅଲଗା ସରକାରକୁ ଗଲା ସରିଗଲା ଖେଳ ଏ 5 ବର୍ଷ ତମେ ଛାଡ଼ି ଦେଇଥବ 5 ବର୍ଷ ପରେ ସେଇ ବେପାର ହବ ପୁଣି ମଦ ବେପାର ହବ ତମେ ଚାହୁଁନ ମଦ ବିକ୍ରି ବନ୍ଦ ହଉ ଦେଖିଲ ସେ ଚାହୁଁନାହାନ୍ତି ଟିକେ ପଚାରିଦେବା ଆଚ୍ଛା ଆଚ୍ଛା ଭାଇ ନାଇଁ ଆପଣ ଚାହୁଁନାହାନ୍ତି ମଦ ଏଇଠି ଆଚ୍ଛା ଭାଇନା ମଦ ବନ୍ଦ ହେବା ଦରକାର ନା ନାଇଁ ନାଇଁ ମଦ ବନ୍ଦ ହେବା ଦରକାର ଆମେ କହିବୁ ଯିଏ ପିଉଛେ ତାକୁ ଆଚ୍ଛା ଆପଣ ପୁରୁଣା ଆମେ ପିଉନା ମୁଁ ସେଇ କଥା କହୁଛି ଯେ ତାଙ୍କର ଆପଣଙ୍କର ମତ କ'ଣ ମଦ ବନ୍ଦ ହେବା ଦରକାର ନା ନାଇଁ ଚାଲିବା ଦରକାର ଚାଲିଏ ବନ୍ଦ ହେବା ଦରକାର ବନ୍ଦ ହେବା ଦରକାର କିନ୍ତୁ ଯେଉଁମାନଙ୍କର ହୃଦୟ କଲିଜା ଫାଟିଯିବ ନ ପିଲେ ସେ ନ ପିଲେ ସିଏ ଯିବେ ବଟିଆ ଖାଇବେ ଆଉ କ'ଣ ସରକାର ଇଞ୍ଜେକ୍ସନ ନେବେ ଇଞ୍ଜେକ୍ସନ ନା ଏଗୁଡ଼ା ଭଲ କାମ ନୁହଁ କାର୍ଯ୍ୟକ୍ରମକୁ ଆମେ ଏଇଠି ଶେଷ କରିବା କାହିଁକିନା ଏମିତି ଖୋଜିଲେ ପ୍ରତି 100 ଜଣରେ ଭାଇ 50 ଜଣ ବାହାରିବେ ଏଇଟା ଆଉ 50 ଅଛନ୍ତି ବେଳେବେଳେ ଆଉ 50 ଅଛନ୍ତି ମାଗଣା ଖିଆ ଭାଇ ଆମର କ'ଣ ଦରକାର କାହା ପର୍ସନାଲ ମ୍ୟାଟର ମୁଣ୍ଡ ଖେଳିବା ଆମେ ଖାଲି ରାଜ୍ୟ ସରକାରଙ୍କୁ ଜଣାଇବାକୁ ଚାହୁଁଥିଲୁ ଯେ ଭାଇ ମଦ ତମେ କହୁଛ ବିକ୍ରି ବନ୍ଦ କରିଦେବ ଠିକ୍ ଅଛି କିନ୍ତୁ ଏମାନଙ୍କୁ ଦେଖ ଯେଉଁମାନଙ୍କ ସବୁ ଆମ ନଜରକୁ ଆସୁଛନ୍ତି ଆଉ ଟିକେ ଟିକେ କଥାରେ ଆପଣଙ୍କ ଉପରେ ଗାଳି ଦେଉଛନ୍ତି କିନ୍ତୁ ଆମେ ଚାହୁଁଛୁ ବି ଅନ୍ତରରୁ ମଦ ବିକ୍ରି ବନ୍ଦ ହଉ ରାଜସ୍ୱ କେଉଁ ବାଟରେ ଆସିବନି ହଁ